ସେଇଟା ଜେନେରାଲ ନଲେଜ ରେ କାମ ଦେବ। ଛୁଆମାନଙ୍କୁ ପ୍ରଶ୍ନ ଆସିବ ଯେ ଓଡ଼ିଶାର ଦୀର୍ଘତମ ସେତୁ କେଉଁଟା, ସେ ସମୟରେ ଉତ୍ତର ଆସିବ ବିକମପାଲି ଜୋରିମୁଲି ବ୍ରିଜ, ଯୋଉଟା ଲଖନପୁରରେ ଅବସ୍ଥାପିତ। ଆମର ଅଜା ମାନେ ସ୍ୱପ୍ନ ଦେଖିଥିଲେ, ତାଙ୍କର ସ୍ୱପ୍ନ ସାକାର ହେଇପାରିଲା ନାହିଁ। ବାପା କାକା ମାନେ ମଧ୍ୟ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନ ମଧ୍ୟ ସାକାର ହେଇପାରିଲାନି। ଏବେ ତୃତୀୟ ପିଢ଼ି ପୂର୍ବଜ ମାନଙ୍କର ଆଶୀର୍ବାଦ, ମା ପଦ୍ମହାସିନୀଙ୍କର ଆଶୀର୍ବାଦ ଫଳରେ ଆଜି ସେ ସ୍ୱପ୍ନ ସାକାର ହେବା ପାଇଁ ଯାଉଛି। ଏଟା ତ ମୋ ନିଜ ପାଇଁ ମଧ୍ୟ ଗୋଟେ ସ୍ୱପ୍ନ ଥିଲା ଏବଂ ଏ ସ୍ୱପ୍ନ ହଜାର ହଜାର ଅଞ୍ଚଳବାସୀ ଦେଖିଥିଲେ। ହୀରାକୁଦ ବନ୍ଧରେ ନିର୍ମାଣ ସମୟରେ ଯୋଉ 1 ଲକ୍ଷ ଲୋକ ବିସ୍ଥାପିତ ହେଇଥିଲେ, ସେଇମାନେ ମଧ୍ୟ ସ୍ୱପ୍ନ ଦେଖିଥିଲେ ବିସ୍ଥାପିତ ହେଲା ପରେ ଯେ ଆମର ପରିବାର ଯେଉଁମାନେ ବିକ୍ଷିପ୍ତ ହେଇଯାଇଛନ୍ତି, କିଏ ବରଗଡ଼ରେ ଅଛି, କିଏ ଝାରସୁଗୁଡ଼ାରେ ଅଛି, କିଏ ରାୟଗଡ଼ରେ ଅଛି, କିଏ କୁଶୋରରେ ଅଛି, କିଏ ସରାଇପାଲିରେ ଅଛି, କିଏ ବସ୍ନାରେ ଅଛି, ଅନ୍ତଃରାଜ୍ୟ ଅନ୍ତର୍ଜିଲ୍ଲା ସେମାନଙ୍କର ଭିତରେ ଯୋଉ ସମ୍ପର୍କ ତୁଟି ଯାଇଥିଲା, ଆମର ଅଜା ମାନେ ସ୍ୱପ୍ନ ଦେଖିଥିଲେ, ତାଙ୍କର ସ୍ୱପ୍ନ ସାକାର ହେଇପାରିଲା ନାହିଁ। ବାପା କାକା ମାନେ ମଧ୍ୟ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନ ମଧ୍ୟ ସାକାର ହେଇପାରିଲାନି। ଏବେ ତୃତୀୟ ପିଢ଼ି ପୂର୍ବଜ ମାନଙ୍କର ଆଶୀର୍ବାଦ, ମା ପଦ୍ମହାସିନୀଙ୍କର ଆଶୀର୍ବାଦ ଫଳରେ ଆଜି ସେ ସ୍ୱପ୍ନ ସାକାର ହେବା ପାଇଁ ଯାଉଛି। ଓଡ଼ିଶାର ଦୀର୍ଘତମ ସେତୁ ହେବ ଏବଂ ହୀରାକୁଦ ଜଳଭଣ୍ଡାର ଭିତରେ ପାଣି 5 ମିଟର 6 ମିଟର ଥିବ ଏବଂ ଏ ସେତୁ ନିର୍ମାଣ ହେବ। ଏବଂ ଯଦି ମୂଳ ଡ୍ୟାମ୍ର ବାହାରକୁ ହିସାବ କରିବେ, ସେପଟେ ଆକୁ ଜରିମୁଲି ସାଇଡ୍ରେ 1.5 କିଲୋମିଟର ଏବଂ ଭିକମପାଲିରୁ ନ୍ୟାସନାଲ ହାଇୱେକୁ ଆହୁରି 1.5 କିଲୋମିଟର। ତେଣୁ 6-7 କିଲୋମିଟର ଲମ୍ବା ସେତୁ ଓଡ଼ିଶାର ଗୋଟିଏ ସର୍ବୋତ୍ତମ ଏବଂ ସର୍ବଦୀର୍ଘ ସେତୁ ହେବା ଲାଗି ଯାଉଛି। ଏ ଅଞ୍ଚଳ ବାବଦରେ ଅଞ୍ଚଳର ନାଁ ବାବଦରେ ମଧ୍ୟ ବହୁତ ଲୋକ ଜାଣିନଥିଲେ। ଏବେ ସେଇଟା ଜେନେରାଲ ନଲେଜ ରେ କାମ ଦେବ। ଛୁଆମାନଙ୍କୁ ପ୍ରଶ୍ନ ଆସିବ ଯେ ଓଡ଼ିଶାର ଦୀର୍ଘତମ ସେତୁ କେଉଁଟା, ସେ ସମୟରେ ଉତ୍ତର ଆସିବ ବିକମପାଲି ଜୋରିମୁଲି ବ୍ରିଜ, ଯୋଉଟା ଲଖନପୁରରେ ଅବସ୍ଥାପିତ। ସେଟା ହଉଛି ଦୀର୍ଘତମ ସେତୁ। 275 କୋଟି ଟଙ୍କାର ପ୍ରାଥମିକ ଆକଳନରେ କାର୍ଯ୍ୟାଦେଶ ହେଇଛି ଏବଂ ଏ ସେତୁର ସାଙ୍ଗରେ ସାଙ୍ଗରେ 20 ଜିନିଷକୁ ଯୋଡ଼ିବା ପାଇଁ ଆଗାମୀ ଦିନ ପାଇଁ ମଧ୍ୟ ଆମେ ରୋଡମ୍ୟାପ୍ ତିଆରି କରିଛୁ। ଗୋଟେ ଜଳଭଣ୍ଡାର ଜଳକୁ କେମିତି ନିୟୋଜିତ ହେଇପାରିବ ଜଳସେଚନ ପାଇଁ। ଜଳସେଚନ ଏ ଅଞ୍ଚଳର ମୁଖ୍ୟ ସମସ୍ୟା। ତେଣୁ ଲିଫ୍ଟ ଇରିଗେସନ ତାର ସାଙ୍ଗରେ ସାଙ୍ଗରେ ପାଣିଟାକୁ ଜମା ରଖିକିରି ସୁରେଜ ସିଷ୍ଟମ କରିକି କେମିତି କ୍ଷେତକୁ ପାଣି ପଠେଇବ। ମତ୍ସ୍ୟ ଗବେଷଣା କେନ୍ଦ୍ର ହେବା ପାଇଁ ମଧ୍ୟ ଯୋଜନା ଚାଲିଛି। ଆଗକୁ ଲକ୍ଷ୍ୟ ରହିବ ଏଠି ଗୋଟେ ମତ୍ସ୍ୟ ଗବେଷଣା କେନ୍ଦ୍ର କେମିତି ହେବ। ଗୋଟେ କୋଲ୍ଡ ଷ୍ଟୋରେଜ ମଧ୍ୟ କରିବା ପାଇଁ ଯାଉଛି, ଯୋଉଥିରେ ମାଛ ବେପାର କରୁଥିବା ଛୋଟ ଛୋଟ ଚାଷୀ ମାନେ ମାଛ ରଖିପାରିବେ, ସଂରକ୍ଷିତ ରଖିପାରିବେ। ଏଠି ବହୁତ ପନିପରିବା ହୁଏ, ମାର୍କେଟ ପର୍ଯ୍ୟାପ୍ତ ହେଇଯିବ। ଏପଟେ ଛତିଶଗଡ଼, ସେପଟେ ସୁନ୍ଦରଗଡ଼, ଏପଟେ ବରଗଡ଼ ମାର୍କେଟ ତିଆରି ମଧ୍ୟ ହେଇଯିବ। ଏବଂ ସବୁଠାରୁ ବଡ଼ ଜିନିଷ ହେଲା ପର୍ଯ୍ୟଟନର ଗୋଟେ ବଡ଼ ପେଣ୍ଠସ୍ଥଳୀ ହେବା ପାଇଁ ଯାଉଛି। ତାର ପାଇଁ ମଧ୍ୟ ରୋଡ ମ୍ୟାପ୍ ତିଆରି କରିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ। ଏଇ ଯୋଉ ରୋଡ ମ୍ୟାପ୍ରେ ୱାଟର ସ୍ପୋର୍ଟସ ଏଠି ହେଇପାରିବ, ଯୋଉଟା ବୋଧେ ଆମର ଓଡ଼ିଶାରେ କେଉଁଠି ୱାଟର ସ୍ପୋର୍ଟସ ନାହିଁ। ଏଠି ଲାଇଟନିଂ ର ଫାଉଣ୍ଟେନ ହେଇପାରିବ, ଯୋଉଟା ଦକ୍ଷିଣ ଓଡ଼ିଶାରେ ଆପଣମାନେ ଭାରତରେ ଦେଖିବେ ଯେ ଡାନ୍ସିଂ ଫାଉଣ୍ଟେନ, ଭିନ୍ନ ଭିନ୍ନ ରଙ୍ଗର ପାଣିର ନୃତ୍ୟ ମଧ୍ୟ ଲୋକ ଦେଖିପାରିବେ। ପର୍ଯ୍ୟଟକ ଆକର୍ଷିତ ହେବେ। ପର୍ଯ୍ୟଟକ ଆସିଲେ ବେପାର ବଢ଼ିଯିବ, ନିଯୁକ୍ତିର ସୁଯୋଗ ତିଆରି ହେବ। ତେଣୁ ବହୁମୁଖୀ ସେତୁ ବୋଲି ଆପଣମାନେ କହିପାରିବେ। ଏବଂ 2 ବର୍ଷ 5 ମାସ 6 ମାସ ଭିତରେ ଏହି କାର୍ଯ୍ୟ ସମାପ୍ତ ହେବା ପାଇଁ ଲକ୍ଷ୍ୟ ରଖିଛୁ। ମୋର ପ୍ରୟାସ ରଖିବ ଯେ ଆହୁରି ଶୀଘ୍ର ସେଟା ସମାପ୍ତ ହଉ। ସେ କମ୍ପାନୀକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ତାର ସାଙ୍ଗେ ସାଙ୍ଗେ ଯୋଉ ଆନୁଷାଙ୍ଗିକ କାର୍ଯ୍ୟ କରିବା ପାଇଁ ଆମେ ଯୋଜନା କରୁଛୁ, ସେଇଟା ମଧ୍ୟ ଡିଟେଲ ରୋଡ ମ୍ୟାପ୍ ତିଆରି ହେଲା ପରେ ସାଇମଲ୍ଟେନିୟସଲି ଆରମ୍ଭ ହେବ। ନୀତିନ ଗଡ଼କରୀଙ୍କର କେନ୍ଦ୍ର ସରକାରଙ୍କର ଫଣ୍ଡ ଏଇଟା 274 କୋଟି ଟଙ୍କା। ଶ୍ରୀଯୁକ୍ତ ନୀତିନ ଗଡ଼କରୀ ବିଗତ ଅବଧି ମୁଁ ସାଂସଦ ଥିଲା ବେଳେ ଦେଇଥିଲି, କିନ୍ତୁ ବିଗତ ସରକାର ପଇସା ପାଇବା ସତ୍ତ୍ୱେ ତାକୁ କାର୍ଯ୍ୟକାରୀ କଲାନି। ଲୋକଙ୍କର ସୁବିଧା ଦେଖିଲା ନାହିଁ, କାଳେ ସୁରେଶ ପୂଜାରୀକୁ ଶ୍ରେୟ ମିଳିଯିବ, ସେଥିପାଇଁ କରେଇ ଦେଲେ ନାହିଁ। ଯିଏ କରେଇ ଦିଏନି ସେ ବେଶୀ ଦିନ ତିଷ୍ଠେ ନାହିଁ। ଏଭଳିଆ କେତେ ଜାଗାରେ କରେଇ ନ ଦେଇଥିବେ, ସେଥିପାଇଁ ଆଜି କ୍ଷମତାରୁ ବିଦା ହେଲେ। ନୂଆ ସରକାର ହେଲା ପରେ ଏଇଟା ଏ ଅଞ୍ଚଳ ପାଇଁ ଅନ୍ତର୍ରାଜ୍ୟ ବ୍ରିଜ ହେବ, ଏଇଟା ଅନ୍ତର୍ଜିଲ୍ଲା ବ୍ରିଜ ହେବ ଏବଂ
ଓଡ଼ିଶାର ସବୁଠାରୁ ଲମ୍ବା ଏବଂ ସବୁଠାରୁ ସୁନ୍ଦର ସବୁଠାରୁ ବିକଶିତ ବହୁମୁଖୀ ବ୍ରିଜରେ ତାକୁ ଆଗାମୀ ଦିନରେ